ଆପଣଙ୍କ ଦୃଷ୍ଟିଟି ଉତ୍ତରିତ ହବ, କ୍ଲାଇମ୍ କରିବ। ଆପଣଙ୍କ ଦୃଷ୍ଟି ଏବେ ଯେ ନିମ୍ନ ଅଭିମୁଖୀ ହେଇକି ରହିଛି, ସେ ଦୃଷ୍ଟି ପାହାଡ ଚଢିବ, କ୍ଲାଇମ୍ କରିବ। କୋଉଠିକି କ୍ଲାଇମ୍ କରିବ? କୋଉଠି କ୍ଲାଇମ୍ କରିବ? କ୍ଲାଇମ୍ ସୁପରନ୍ୟାଚୁରାଲ ହାଇଟ୍ସ। ସୁପରନ୍ୟାଚୁରାଲ କହିଲେ ଆମେ ପରା ପ୍ରକୃତିର ଉଚ୍ଚତା, ପରା ପ୍ରକୃତିର ଉଚ୍ଚତାକୁ ଆମ ଦୃଷ୍ଟି ଉତ୍ତରିତ ହବ। ମୁଖାର୍ଜୀ ଯେଉଁ ଲେଖକଙ୍କ କଥା ଆମେ ଆଲୋଚନା କରୁଛୁ, ସେ ହେଉଛନ୍ତି ସେଇ ମହାନ ଲେଖକ ଯୁଗଳ କିଶୋର ମୁଖାର୍ଜୀ। ସେ ସେଇଭଳି ଗୋଟେ ଦୃଷ୍ଟିକୁ, ଯାହାକୁ ଆମେ କହୁଛୁ ଟ୍ରୁ ସାଇଟ୍, ସତ୍ ଦୃଷ୍ଟିକୁ ପ୍ରାପ୍ତ ହେଇଛନ୍ତି। ତାକୁ ଅବଲମ୍ବନ କରି ଯେଉଁ ପୁସ୍ତକଟି ଆମକୁ ଉପହାର ଦେଇଛନ୍ତି, ସେ ଗୋଟେ ପ୍ରଶ୍ନ ପଚାରୁଛନ୍ତି ଯେ ଏଇ ଯୋଉ ଆପଣଙ୍କ ଭିତରେ ବହୁତ ଆଖି ଖୋଲିଯାଏ, many more eyes open to its multiple glories and sight itself begins to climb supernatural heights. ଆକୁ ବାସ୍ତବରେ ସେ କିପରି ବୁଝୁଛନ୍ତି? କଣ ସେ ଦୃଷ୍ଟି, କଣ ସେ ଆଖି, ଆଉ ସେ ଆଖି ଗୁଡିକ କାହିଁକି ଉତ୍ତରିତ ହୁଅନ୍ତି? ଇଏ ଥିଲା ହୁଏତ ଆମ ପାଖରେ ସେଇ ବି ପ୍ରଶ୍ନ ହେଇଥିବ, କିନ୍ତୁ ଆମେ ଯେତେବେଳେ এই ପ୍ରଶ୍ନଟିକୁ ୟାର ଯେ ଲେଖକ, ଯେ ଆମ ଭିତରେ ଅନେକ ଆଖି ଖୋଲିଯାଏ ଏବଂ ସବୁ ଦୃଷ୍ଟି ଗୁଡିକ ଆମକୁ ଆଗକୁ ନିଅନ୍ତି, ଉତ୍ତରଣର ମାର୍ଗରେ ନିଅନ୍ତି, ସେଇ କଥାଟିକୁ କହିଲେ କଣ ବୁଝନ୍ତି, ସେ ସମ୍ପର୍କରେ ନିଜେ ଲେଖକ ଆମକୁ କହୁଛନ୍ତି। କଣ କହୁଛନ୍ତି? ଶ୍ରୀ ଅରବିନ୍ଦ ଯେତେବେଳେ ସାବିତ୍ରୀ ଲେଖିଛନ୍ତି, ସେ ସାବିତ୍ରୀ ମହାକାବ୍ୟ ସମ୍ପର୍କରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ହେଉଛି ଯେ ଏଟା ଏଷ୍ଟିମେବୁଲ ନୁହେଁ। ଏଷ୍ଟିମେବୁଲ ମାନେ, ଏଷ୍ଟିମେବୁଲ ର ଅର୍ଥ ହେଉଛି ଯାହାକୁ ଗୋଟେ ମଣିଷ ମାନ୍ୟତା ଦିଏ। ମଣିଷ ଏକ ମାନ୍ୟତା ଦେଇପାରିବ ନାହିଁ, କାରଣ ମଣିଷର ସେପରି ଦୃଷ୍ଟି ନାହିଁ। ଦୃଷ୍ଟି ଉତ୍ତରିତ ନ ହବ, ଏତେ ବଡ ମହାକାବ୍ୟକୁ ମାନ୍ୟତା ସେ ଦେଇପାରିବ। ଆପଣ ଜାଣିଛନ୍ତି, ମା ଶ୍ରୀ ଅରବିନ୍ଦଙ୍କର ଏଇ ମହାକାବ୍ୟଟିକୁ କଣ କହୁଛନ୍ତି? ସୁପର କ୍ରିଏସନ ବୋଲି କହୁଛନ୍ତି। ସୁପର କ୍ରିଏସନ, ସୁପର କ୍ରିଏସନ ମାନେ ସୃଷ୍ଟି ତ ରହିଛି, ସୃଷ୍ଟି ଉପରେ ଇଏ ଗୋଟେ ପରମ ସୃଷ୍ଟି। ଆଉ ଯଦି ମାଙ୍କର ସେଇ ପରିଭାଷାଟିକୁ ଉଦ୍ଧାର କରାଯାଏ, ତା ହଉଛି ଦି ସୁପ୍ରିମ ରିଭେଲେସନ ଅଫ ଶ୍ରୀ ଅରବିନ୍ଦୋଜ ଭିଜନ। ମାନେ ମୋର ଉଦ୍ଦେଶ୍ୟ ହଉଛି ବ୍ୟକ୍ତିଗତ ଭାବରେ ସାବିତ୍ରୀ ମହାକାବ୍ୟରେ ଏଇ ଦୃଷ୍ଟିର ଯୋଉ ଉତ୍ତରଣ, ଏଇ ଦୃଷ୍ଟିଟିକୁ ଆମେ ସାମ୍ନାକୁ ଆଣିବା। କଣ ଭିଜନ ର କଥାଟିକୁ ପ୍ରଭୁ କହୁଛନ୍ତି ଏବଂ
से विजन टी किभଳି भाବରେ ଆମ ଭିତରେ ଉତ୍ତରିତ ହେଇଯାଉଛି। ଆପଣ ଜାଣନ୍ତି ଯେ ମୁଁ ଦେଶପାଣ୍ଡେ କଥା କହୁଥିଲି, RY ଦେଶପାଣ୍ଡେ ଜଣେ ଫିଜିକ୍ସ ର ପ୍ରାଧ୍ୟାପକ ଥିଲେ ଏବଂ ମଦର ଇଣ୍ଡିଆ ପତ୍ରିକାର ସେ ଥିଲେ ଆସୋସିଏଟ ଏଡିଟର। ସେ ଯାଇକି କହିଲେ ଯେ ଯୁଗଳ କିଶୋର ମୁଖାର୍ଜୀଙ୍କୁ, ଆଜ୍ଞା ଆପଣ ଗୋଟେ ସାବିତ୍ରୀ ଗୋଟେ ଲେଖାଟେ ଆମକୁ ଦଉନାହାନ୍ତି ଏଇ ପତ୍ରିକା ପାଇଁ। ଆଉ ସେ ଗୋଟେ ସାଇଜ ଦେଲେ, ମାନେ ଯେ ଏଇ 10,000 ୱାର୍ଡ ଭିତରେ ଆପଣ ଲେଖନ୍ତୁ। ସବୁ ଲେଖକ ମାନଙ୍କର ଗୋଟେ ଦୁର୍ବଳତା ବି ଅଛି, କାରଣ ଲେଖାଟି ତାଙ୍କ ପାଖରେ ହୁଏତ ଥାଇପାରେ ବା ନଥାଇପାରେ। ଯଦି ନଥିବ ବି ସେମାନେ ତାକୁ ଲେଖିବା ପାଇଁ ସମୟ ନିଅନ୍ତି। ଯେତିକି ସମୟ ଲେଖି କହିଥିବେ ସେଇ ସମୟରେ ଯେ ସେଟା ସରିବ ସେଟା ବି କହିହବନି। ନାନା ପ୍ରକାର ପାରିପାର୍ଶ୍ୱିକ ପରିସ୍ଥିତି ବି ରହିଛି ଯୋଉଥିପାଇଁ ହୁଏତ ବିଳମ୍ବ ହେଇପାରେ। ଯାହା ବି ହଉ, ସେଇଠୁ ସେ ଜଣେ ଷ୍ଟୁଡେଣ୍ଟ ସେ କଣ ଲେଖିବେ ଲେଖକ ଏସବୁ ଭାବୁଛନ୍ତି। ଲେଖକଙ୍କ ଜୀବନରେ ସବୁ କେତେ କାହାଣୀ ଥାଏ। କି ଗୋଟେ କାହାଣୀ, କୋଉ କାରଣରୁ ବହି ଲେଖା ହୁଏ, ସିଏ ଖାଲି ତାଙ୍କୁ ହଁ କହିଦେଇଛନ୍ତି। ଇଏ ତାଙ୍କୁ କେତିକି ବହି, କେତିକି ପୃଷ୍ଠାରେ ଲେଖାଯିବ, କେତିକି ୱାର୍ଡରେ ଲେଖାଯିବ ତା ବିଷୟରେ କହିଦେଇଛନ୍ତି। କିନ୍ତୁ କଣ ହେବ ଲେଖାଟି, କାରଣ ସାବିତ୍ରୀ ତ ଇନଏକ୍ଜିଷ୍ଟେବଲ, ଅସରନ୍ତି ସମୁଦ୍ର ଯେଭଳି ସାବିତ୍ରୀ ମହାକାବ୍ୟ ସେଇଭଳି ଅସରନ୍ତି। ତେଣୁ ଅସରନ୍ତି ମହାକାବ୍ୟରୁ କଣ ସେ ଆଣିବେ, ଏଇଭଳି ବସିଛନ୍ତି। ଦିନେ ସାବିତ୍ରୀ କ୍ଲାସରେ ତାଙ୍କର ଜଣେ ଷ୍ଟୁଡେଣ୍ଟ ତାଙ୍କୁ ପୃଷ୍ଠା 177 ର ଗୋଟେ ଧାଡି ବିଷୟରେ ପଚାରୁଛନ୍ତି। ଧାଡିଟି କଣ? ଏ ପ୍ରୋଗ୍ରେସ ଲିପ୍ ଫ୍ରମ୍ ସାଇଟ୍ ଟୁ ଗ୍ରେଟର ସାଇଟ୍। ଏ ପ୍ରୋଗ୍ରେସ ଲିପ୍ ଫ୍ରମ୍ ସାଇଟ୍ ଟୁ ଗ୍ରେଟର ସାଇଟ୍। ତା ମାନେ କଣ? ଗୋଟିଏ ଦୃଷ୍ଟିରୁ ଆଉ ଏକ ବୃହତ୍ତର ଦୃଷ୍ଟିକୁ ଡେଇଁଯିବା, ଲମ୍ବ ପ୍ରଦାନ କରିବା ହିଁ ପ୍ରଗତି। ଏଇ ଧାଡିଟି ସମ୍ପର୍କରେ ଯେତେବେଳେ ପିଲାଟି ଆସିକି ପଚାରୁଛି ଲେଖକଙ୍କୁ, ଆଜ୍ଞା ଟିକେ ଆପଣ ଏଇ ଧାଡିଟା ଆମକୁ ଟିକେ ବେଶୀ କୁହନ୍ତୁ, ଟିକେ କ୍ଲାରିଫିକେସନ ଦିଅନ୍ତୁ, ସ୍ପଷ୍ଟୀକରଣ ଟିକେ ଆଉ ଟିକେ ଇଲାବୋରେଟ କରନ୍ତୁ, ଗୋଟେ ରିକ୍ୱେଷ୍ଟ ଆସୁଛି। ପ୍ରତିର ଅର୍ଥ ହେଉଛି ଲିପ୍ ଫ୍ରମ୍ ସାଇଟ୍ ଟୁ ଗ୍ରେଟର ସାଇଟ୍। ଗୋଟିଏ ଦୃଷ୍ଟିରୁ ଏକ ବୃହତ୍ତର ଦୃଷ୍ଟି ଆଡକୁ ଲମ୍ବ ପ୍ରଦାନ ହିଁ ପ୍ରଗତି। ଏହି ସମ୍ପର୍କରେ ତାଙ୍କର ତୁରନ୍ତ ଲେଖକଙ୍କର ଧାରଣା ଭିତରେ ଆସୁଛି, ପ୍ରଭୁ ଶ୍ରୀ ଅରବିନ୍ଦ ସାବିତ୍ରୀ ମହାକାବ୍ୟରେ ଦୁଇଟି ଶବ୍ଦର ବହୁଳ ବ୍ୟବହାର କରିଛନ୍ତି। ସେଇଟା ହଉଛି ସାଇଟ୍ସ ଆଣ୍ଡ ଭିଜନ୍ସ। ଏକା କଥା, ଦୃଷ୍ଟି। ତେଣୁ ଏ ଦୃଷ୍ଟିଟି ଆମ ମନୁଷ୍ୟ ଚେତନାର ଭିନ୍ନ ସ୍ତର ଓ ଭିନ୍ନ ଭୂମିର କଥାକୁ ଅଭିବ୍ୟକ୍ତ କରୁଛି। ଭିନ୍ନ ସ୍ତର, ମନୁଷ୍ୟ ଚେତନାର ଭିନ୍ନ ସ୍ତର ଓ ଭିନ୍ନ ଭୂମିର କଥାଟିକୁ କହୁଛି। କାରଣ ଆପଣ ଦୃଷ୍ଟି, ମୋ ଦୃଷ୍ଟି ହୁଏତ
ଭିନ୍ନ ଭିନ୍ନ ହେଇପାରେ। ଆମେ ଯିଏ ଯେଭଳି ଭାବରେ ଦେଖୁ, ଆମେ ଯିଏ ଯେଭଳି ଭାବରେ ବୁଝୁ, ଆମର ଚେତନାର ସ୍ତର ଅନୁସାରେ ଦେଖୁ ବୁଝୁ, ସେଇଟା ହିଁ ଆମ ଦୃଷ୍ଟି, ସେଇଟା ହିଁ ଆମ ଭିଜନ, ସେଇଟା ଆମ ସାଇଟ୍। SIGHT। ସେଇଠୁ ଲେଖକ ସେ ବିଷୟରେ ଭାବିବାକୁ ଲାଗିଲେ କେତେ ପ୍ରକାରର ଦୃଷ୍ଟି, ଏ ସାଇଟ୍ ର କଥା, ଭିଜନ ର କଥା, ଆଇ, ସେଇ ଦୃଷ୍ଟି ଆଇ, EYE ଆଇ, ଆଖି ଯୋଉଟା କଣ କହୁଛୁ, ସେ ବି ଦୃଷ୍ଟି। ସେଭଳି ଗେଜ୍, GAZE, ସେଇଭଳି ଭ୍ୟୁ, ଲୁକ୍, এই ଶବ୍ଦ ଗୁଡିକ ପ୍ରଭୁ ସାବିତ୍ରୀ ମହାକାବ୍ୟରେ ଆଣିଛନ୍ତି। ଜଣେ ଯଦି 60 ବର୍ଷ ଧରି ସାବିତ୍ରୀ ପଢିଥିବେ, ତାଙ୍କ ଭିତରେ ସେଇ ଶବ୍ଦ ଗୁଡିକର ମାନେ କଣ କହିବି, ବର୍ଷା ହେଇଯିବ। ଯାହା କହନ୍ତି ନିଜ ଚାରିକଡେ ବର୍ଷା ହବା। କଣ କଣ ବର୍ଷା ହେଲା ତାଙ୍କ ଚାରିକଡେ? ଗୋଟେ ହେଲା ମୋଟାଲ ସାଇଟ୍, ଏ ଶବ୍ଦ ସାବିତ୍ରୀ ମହାକାବ୍ୟରେ ଅଛି, ଆମେ ଯେଉଁମାନେ ପଢୁଛୁ ଜାଣୁଛୁ। ୱିଟନେସ୍ ସାଇଟ୍, ଭିଜନ୍ସ ସାଇଟ୍, ଭିଜନାରୀ ସାଇଟ୍। ମୁଁ ଖାଲି ଶବ୍ଦ ଗୁଡିକ ସେ ଯେମିତି ଲେଖିଛନ୍ତି, ଉଲ୍ଲେଖିତ କରିଛନ୍ତି, ମୁଁ ସେଇଟା ଆପଣଙ୍କ ଆଗରେ ବିନା ଅନୁବାଦରେ କହୁଛି। କାରଣ ପ୍ରକୃତରେ ଯୋଉ ଦୃଷ୍ଟିର ଦିଗନ୍ତକୁ ସେ ଆଲୋଚନା କରିଛନ୍ତି, ସେ ଦୃଷ୍ଟିଟାକୁ ଆମେ ଅଲଗା ବାଟରେ ଆଣିବା ଏବଂ ସେ କିଭଳି ଭାବରେ ଶ୍ରୀ ଅରବିନ୍ଦଙ୍କୁ ଉଦ୍ଧାର କରିଛନ୍ତି, ମାନେ ସାବିତ୍ରୀରୁ ଉଦ୍ଧାର କରିକି ଶ୍ରୀ ଅରବିନ୍ଦ ସାବିତ୍ରୀରୁ ଏ ପ୍ରୋଗ୍ରେସ ଲିପ୍ ଫ୍ରମ୍ ସାଇଟ୍ ଟୁ ଗ୍ରେଟର ସାଇଟ୍ ବୋଲି ଗୋଟେ ପ୍ରକାର କ୍ଲାରିଫିକେସନ ଦେଇଛନ୍ତି। ସେ ସମ୍ପର୍କରେ ତାଙ୍କର ବକ୍ତବ୍ୟକୁ ମୁଁ ଆପଣଙ୍କ ଆଗରେ ଉଦ୍ଧାର କରୁଛି। ଭିଜନାରୀ ସାଇଟ୍, abstract sight, sightless sight, an immortal sight, transcendent sight, cosmic sight, the supreme sight, the supreme sight, everlasting sight, ever wakeful sight, original sight, originating sight, closed eyes sight, inner sight, absolute sight, predicting sight, prophetic sight, intuitive sight, ideal sight, thinker's sight, sight of thought, soul's sight, sight of the heart, spirit sight, spiritual sight, eternal sight, instinct sight, mind's sight, sight of the sage, ऋषिर दृष्टि, dreamer's sight, स्वप्नर दृष्टि, eternal eye, wisdom's eye, immortal eyes, deathless eyes, timeless eye, the eye of eternity, inner eye, the third eye, spirit's eye, dull body's eye, eyes of creative bliss, all-seeing eye above, unsleeping eye, God's eye, reason's gaze, Godhead's gaze, omniscience gaze, unborn gaze, immortal gaze, gaze of life, seeing we, seeing mind, matter self view, unaging look, ଏଇଭଳି ଭାବରେ ଅନେକ ଦୃଷ୍ଟିର କଥା ଗୁଡିକ ତାଙ୍କ ଦୃଷ୍ଟି ସାମ୍ନାକୁ ଆସିଲା।
लेखक सामने देखु जो मैंने सब ये जहाँ को कह स्वभाव जो मैंने लेखक जो मैंने कवि से पाखरे ये गोटे दृष्टि उदय प्रथम हुए तांको भितरे दृष्टिर उदय है यही प्रसंग रे से लिखुचंती प्रोसेस ऑफ सीइंग एनालिसिस ऑफ प्रोसेस ऑफ सीइंग लिखुचंती ऑब्स्ट्रक्शन टू द साइट जो प्रबंध गुड़िकर ना बही भितर जोड़ा रही प्रबंध आई दि ऑर्गन ऑफ विजन सेमती सुप्राफिजिकल सब्टल विजन्स failure of ordinary human sight its determinative power originating sight its greatness sight in the inconscient sight in the subconscient sight in the intraconscient sight in the circumconscient sight in the waking state sight in the superconscient beyond the reach of sight supramental sight divine's self vision divine's cosmic vision on form and sight vision of the supreme form sight its future apotheosis जो गुड़िक पढ़िली ये बहिर से ही प्रबंध गुड़िक पढ़िली जो प्रबंधर शीर्षक गुड़िक जो थे दृष्टिर अवधारणा को भिन्न भिन्न बाटरे प्रभु नहीं तेणु ये सावित्री महाकाव्य गोटे दृष्टिर उत्तरण कथा कहउछंती एवं मनीषर चिंता चेतनार गोटे व्यक्तिकरण प्रक्रिया गोटे प्रोसेस ऑफ वाइडनिंग जो केवल जड़े लेखक संधान करुछंती साइड साइड एंड साइड दृष्टि दृष्टि ओ दृष्टि आमे केते केते दृष्टि गुड़िकर से शब्द गुड़िकर से सुसंशोधित संयोजित बा सुसंगठित भावरे खंजा जाइथिबा ए सुंदर शब्दावली जहाँ भितरे केवल कल्पना चेतना एवं गोटे दृष्टिर प्रयोग ही रही भाषा रे यही महाकाव्य हूँ एक सुंदर सृष्टि तो निश्चय ये महाकाव्य निजे गोटे सुंदर दृष्टि यही दृष्टि रे सी मनुष्य पाई एक अमरत्वर संधान करिसंती एक अमरत्व को से देखुछंती ए बाटरे मनुष्य पाई
ଏଇ ଯୋଉ ଗୋଟେ ସୁନ୍ଦର ବର୍ଣ୍ଣନା ରହିଛି ପ୍ରୋଗ୍ରେସନ ଅଫ ସାଇଟ୍ ର, ଆମ ଦୃଷ୍ଟି ଗୁଡିକର ବିକାଶ ବା କ୍ରମୋନ୍ନତିଶୀଳ ବିକାଶ, ଗୋଟିଏ ଭୂମିରୁ ଆଉ ଗୋଟେ ଭୂମିକୁ ଆମର ଦୃଷ୍ଟିର ଏଇ ଯାତ୍ରା, ଆଉ ଏଇଟାକୁ କୁହାଯାଉଛି ଇଭଲଭିଂ କନସିୟସନେସ୍, ଚେତନାର ବିବର୍ତ୍ତନ। ତେଣୁ ଆମେ ଗୋଟେ ସାଇଟଲେସ୍ ଇନକନସିଏଣ୍ଟ ରୁ ସାଇଟଲେସ୍ ଇନକନସିଏଣ୍ଟ, ନିଶ୍ଚେତନାର ନେଇ ଦୃଷ୍ଟି, ଯୋଉଠି ଦୃଷ୍ଟି ହିଁ ନାହିଁ, ନିଶ୍ଚେତନାର ଦୃଷ୍ଟିହୀନତା ମଧ୍ୟରୁ ଆମେ ଗୋଟେ ସୁପ୍ରିମ ସୁପର କନସିଏଣ୍ଟ ସାଇଟ୍, ପରମ ଅତି ଚେତନାର ଦୃଷ୍ଟି ଆଡକୁ ଯାତ୍ରା କରୁଛନ୍ତି। ଆମ ଜୀବନ ହେଉଛି এই ଦୃଷ୍ଟି ସମୂହର ଏକ ଯାତ୍ରା। ଗୋଟିଏ ଦୃଷ୍ଟିରୁ ଆଉ ଗୋଟେ ଦୃଷ୍ଟି ଆଡକୁ ଆମର এই ଯାତ୍ରା ପଛରେ ପ୍ରଭୁ ଶ୍ରୀ ଅରବିନ୍ଦ ଯେ ଆମ ପାଇଁ এই ଦୃଷ୍ଟି ବିକାଶର ପନ୍ଥାଟିକୁ ଖଞ୍ଜିଛନ୍ତି, ସେ କଥାର ସନ୍ଧାନ କରିଛନ୍ତି ତାଙ୍କର ଅନନ୍ୟ ଭକ୍ତ, ତାଙ୍କର ଅନନ୍ୟ ଉପାସକ, ତାଙ୍କ କାବ୍ୟ କବିତାର ଯୁଗଳ କିଶୋର ମୁଖାର୍ଜୀ। ତେଣୁ ଆମେ ଏଇ ପୁସ୍ତକରେ ଆଉ ଯୋଉ ବିରାଟ ଦୃଷ୍ଟିକୋଣ ରହିଛି, ଆମେ ସେ ସମ୍ପର୍କରେ ନିଜେ ନିଜେ ଅବହିତ ହେଇପାରିବା। ଆଉ ପୁଣି ଯଦି ସମୟ ଆସିବ ଆମେ ତାପରେ ଆଲୋଚନାଟିକୁ ବି ଆଗକୁ ନେଇପାରିବା। ତେବେ ବର୍ତ୍ତମାନ ପାଇଁ ଗୋଟେ ଉପକ୍ରମଣିକା ଦୃଷ୍ଟିରୁ କିଭଳି ଦୃଷ୍ଟି ଦିଗନ୍ତର କଥା ଗୁଡିକ ସାବିତ୍ରୀ ମହାକାବ୍ୟରେ ଉଲ୍ଲେଖ ରହିଛି, ଜଣେ ମହାନ ଲେଖକଙ୍କର ପୁସ୍ତକର ଆଧାରରେ ସେ କଥାକୁ ଆଲୋଚନା କଲେ। ପୁଣି ପ୍ରବେଶ କରିବାର କାମ ଆମ ପାଖରେ, କାରଣ ଆମ ସମସ୍ତଙ୍କର ନିଜସ୍ୱ ଦୃଷ୍ଟି ଅଛି ଆଉ ସେ ଦୃଷ୍ଟିକୁ ଉତ୍ତରିତ କରିବାର ଦାୟିତ୍ୱ ଆମର, ଏବଂ ସେଇ ଦୃଷ୍ଟିର ଉତ୍ତରଣ ସମ୍ଭବ ହେବ ସାବିତ୍ରୀ ମହାକାବ୍ୟର ଅଧ୍ୟୟନ ଦ୍ୱାରା। ସମସ୍ତଙ୍କୁ ସାବିତ୍ରୀର ମହାଚେତନା ମଧ୍ୟକୁ ନିମନ୍ତ୍ରଣ ପୂର୍ବକ ଆଜିର ଆଲୋଚନାକୁ ଏଇଠି ସମାପନ କରୁଛି। ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା। ଶୁଭ ଅପରାହ୍ନ। ବନ୍ଦେ ମାତରମ୍।